ଦେଖନ୍ତୁ 25 ବର୍ଷ ଶାସନରେ ସେମାନେ ଯାହା ଯାହା କରିପାରି ନଥିଲେ ଭାରତୀୟ ଜନତା ପାର୍ଟି ଆସିବା ପରେ ବିଜେପି ଆସିଲା ପରେ ବିଜେପିର ଯେଉଁ ଏଜେଣ୍ଡା ଅନୁସାରେ କାମ ଚାଲିଛି। ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ଆମର ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମହୋଦୟ ରାତି ଦିନ 24 ଘଣ୍ଟା କାମ କରୁଛନ୍ତି ଏବଂ ଲୋକଙ୍କର ଅଭିଯୋଗ ଶୁଣୁଛନ୍ତି। ଯିଏ ଯାଉଛନ୍ତି ରାତି 1-2ଟା ହେଲେ ବି ସେ ରେଷ୍ଟ ନେଉନାହାନ୍ତି, କାମ ଚାଲେ ଏବଂ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଆଗାମୀ ଦିନରେ 5 ବର୍ଷ ଭିତରେ ଯାହା ଯାହା ପ୍ରତିଶ୍ରୁତି ଏହା ଏ ସରକାର ଭାରତୀୟ ଜନତା ପାର୍ଟିର ମୋହନ ସରକାର ନିଶ୍ଚିତ ଭାବରେ ପୂରଣ କରିବେ। ଚର୍ଚ୍ଚା ହେଉଛି ଯେ ମମତାଙ୍କ ଉପରେ ଆହୁରି ବି ଲାଇନରେ ଅଛନ୍ତି। ନାଇଁ, ସେ କଥା ତ ମୁଁ କହିପାରିବି ନାହିଁ, କିନ୍ତୁ ଏତିକି କହିବି ବର୍ତ୍ତମାନ ବିଜେଡି ଉପରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ଭିତରେ ବି ଯେଉଁମାନେ ଅଛନ୍ତି, କାରଣ ସେ ଭିତରେ ସ୍ୱାଧୀନତା ନାହିଁ। ମୁଁ ତ ରହିଲି ମାନେ ଏକଦମ କନଠାସା ହେଇକି ରହିଲି, ମାନେ ଅଣନିଶ୍ୱାସ ହେଇକି ରହିଥିଲି। ଯେଉଁ ପ୍ରକାର ପରିସ୍ଥିତି, ବାକ୍ ସ୍ୱାଧୀନତା ନାହିଁ, କେତେବେଳେ ଗଲେ ଦେଖା କରିପାରିବେ ନାହିଁ। 5 ବର୍ଷ ଭିତରେ ଏମଏଲଏ ରହିଲି, ଲାଷ୍ଟ 5 ବର୍ଷ ଦେଖା ବି ଆମକୁ ଦେଲେ ନାହିଁ। ଅଭିଯୋଗ ଆମେ ତ ଏବେ ଆମର ମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ 5-7 ଥର ଭେଟି ସାରିଲୁଣି। ଯେତେବେଳେ କହିଲେ ଆମେ ଭେଟି ପାରିଛୁ, ସେ ସମୟରେ ଏମଏଲଏ କ'ଣ, ମନ୍ତ୍ରୀ କ'ଣ, ଏମ୍ପି କ'ଣ କେହି ବି ଭେଟି ପାରୁନଥିଲେ। ଜଣେ ଲୋକଙ୍କ ନିର୍ଦ୍ଦେଶ ହେଲେ ଯାଇକି ଭେଟିବେ, କିନ୍ତୁ ଏବେ ତ ସେ ହେଉଛନ୍ତି ପାଣ୍ଡିଆନ ଥିଲେ ସର୍ବସର୍ବା। ସେମାନେ ସେ ଚାହିଁଲେ ଭେଟିବେ, ନହେଲେ ଭେଟିପାରେ। ଏଠି ତ ଆମେ ସବୁ ମନ୍ତ୍ରୀକୁ ଭେଟିଛୁ, ଆମର ସବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ସଦାବେଳେ ଭେଟୁଛୁ। ଆମର ଅଭିଯୋଗ ଯାହାର ଯେଉଁଠି ଏରିଆର ଅଭିଯୋଗ, ଜୟଦେବର ଯାହା ଅଭିଯୋଗ ମୁଁ ରୀତିମତ କହୁଛି, କାମ ବି ହେଉଛି। ତେଣୁକରି ଏ ଜନତାର ସରକାର, ଲୋକଙ୍କର ସରକାର। ତେଣୁକରି ମୁଁ ତ ଆଶା କରିବି ନିଶ୍ଚିତ ଭାବରେ ଆମେ ଆପଣମାନେ ଜାଣିପାରିବେ ଯେ କେମିତି ଦ୍ରୁତଗତିରେ କାମ ଚାଲିଛି, ଜାଣିପାରୁଛନ୍ତି। ଆଗାମୀ ଦିନ ମଧ୍ୟ ସେଇଥିପାଇଁ ଜନପ୍ରତିନିଧିମାନେ ଟିକେ ଢଳୁଛନ୍ତି ବିଜେପି ଆଡ଼କୁ। ନାଇଁ, ଜନପ୍ରତିନିଧି ତାଙ୍କର ତ ବସା ପୁରା ଖାଲି ହେଇଯିବ। ଭବିଷ୍ୟତରେ ସେ ଦଳ ରହିବ ନାହିଁ, ସେ ଖଣ୍ଡ ବିଖଣ୍ଡ ହେଇଯିବ। କାରଣ ତାଙ୍କର ଯେଉଁ ଅବସ୍ଥା, ସେମାନେ ରଖିପାରିବେ ନାହିଁ। ତାଙ୍କ ଭିତରେ ନିଜ ଭିତରେ ଇନଫାଇଟିଂ ଚାଲିବ। ତ ସେଥିପାଇଁ ସେମାନେ ଭାରତୀୟ ଜନତା ପାର୍ଟି ନ୍ୟାସନାଲ ଜାତୀୟ ପାର୍ଟିରେ କେବେ ବିଲୟ ହୁଏ ନାହିଁ। ଆଞ୍ଚଳିକ ଦଳ କିଛି ସମୟ ପରେ ତାଙ୍କର ଯେଉଁ ଦଳ ଯିଏ ଗଢ଼ନ୍ତି ସେ ଥିଲା ପର୍ଯ୍ୟନ୍ତ ଚାଲିବ। ସେ ଯେତେବେଳେ କିଛି ଅସୁସ୍ଥ ରହିବ କି କ'ଣ ଆଉ କ'ଣ ହେବ, ସେତେ ଦଳ ଲାଷ୍ଟିଂ କରେ ନାହିଁ। ସାଂସଦମାନେ କେବଳ ଲାଇନରେ ଅଛନ୍ତି ନା ବିଧାୟକମାନେ? ମୁଁ ଭାଇ ସେ କଥା କହିପାରିବିନି। ସେଟା ଆପଣମାନେ ସାମ୍ବାଦିକମାନେ ଖୋଜି ବାହାର କରିବେ କିଏ ଲାଇନରେ ଅଛନ୍ତି, କିଏ ଲାଇନରେ ନାହାନ୍ତି। ମୁଁ ଆଉ ସେ ଭିତରେ ମୁଣ୍ଡ ଖେଳଉନି ଭାଇ। ରହିଲି, ସମସ୍ତ ନମସ୍କାର, ଧନ୍ୟବାଦ।